ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ଓ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ମୋର ଗ୍ରାମବାସୀ ବୃନ୍ଦ, ଆଜି ହେଉଛି 78ତମ ସ୍ୱାଧୀନତା ଦିବସ। ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ସ୍ୱାଧୀନ ଶବ୍ଦଟି ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ। ପରାଧୀନ କଷ୍ଟଦାୟକ, ଜନ୍ମଠାରୁ ମୃତ୍ୟୁ, ମୃତ୍ୟୁଠାରୁ ଜନ୍ମ, ସମସ୍ତେ ସ୍ୱାଧୀନତା ଚାହାନ୍ତି। ଦୁର୍ବଳତାର ସୁଯୋଗ ନେଇ ଦୃଢ଼ ଏକତା ଅଭାବରୁ ଇଂରେଜମାନେ ଆମ ଦେଶକୁ ଅନେକ ଦିନ ପ୍ରାୟ 200 ବର୍ଷ ଧରି ଅଧିକାର କରିନେଇଥିଲେ। ସେତେବେଳେ କଥା କହିବା, କାମ କରିବା, ଖାଇବା, ପିଇବା, ବସିବା, ଉଠିବା ଆମର ସ୍ୱାଧୀନତା ନଥିଲା। ସେମାନେ ଯାହା ଚାହୁଁଥିଲେ ସେଇଆ ହେଉଥିଲା। 1944ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଏବଂ ମହାତ୍ମା ଗାନ୍ଧୀ କହିଲେ, ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର। ଆବାଳ ବୃଦ୍ଧ ବନିତା ଦେଶ ପାଇଁ ପାଗଳ ହୋଇ ପଡ଼ିଲେ। ତ୍ରିରଙ୍ଗା ଝଣ୍ଡା ଭାରତର ସଫେଦ ଆକାଶରେ ରୋମାଞ୍ଚ ସୃଷ୍ଟି କଲା। ଆଜି ଆମେ ସ୍ୱାଧୀନ ଦେଶର ସନ୍ତାନ। ଆଜି ଆମେ ଶପଥ ନେବା କି ଆମ ଦେଶକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ, ଭାରତ ମାତା କି ଜୟ।